Good morning, my dear guys. आज आम मैंने यही दिन मानक आम मैंने देखुचु जे गुप्त जुग को कहीं सुवर्ण जुग बोली कहा जाए. Why Gupta age is called as golden age in Indian history? आम मैंने गुप्त जुग को साहित्य क्षेत्र रे साहित्य कला क्षेत्र रे सुवर्ण जुग कहा जाए. संस्कृत साहित्यर उन्नति साधन से समय आम मैंने देखीचु गत क्लास रे. आउ ता सहित गुप्त जुग रे स्थापत्य भास्कर्य चित्रकला इत्यादि चरम सीमार उन्नति लाभ कर जुग को कौन कह जाए सुवर्ण जुग कह जाए. विज्ञान क्षेत्र में यहपरि विभिन्न क्षेत्र में यार उन्नति लाभ कर गुप्त जुग को कौन कह जाए सुवर्ण जुग बोली कह जाए. आज आम देखा जे गुप्त जुग को मैंने देखा स्थापत्य गुप्त जुगर स्थापत्य मैंने देखा जे स्थापत्य क्षेत्र में गुप्त जुग थिला एक सुवर्ण जुग जहाँ मैंने देखा स्थापत्य क्षेत्र में सुवर्ण जुग थिला. आउ जे यही समय मैंने देखा जे झांसी जिलार देवगढ़ स्थित दशावतार मंदिर झांसी जिलार देवगढ़ स्थित दश अवतार मंदिर मध्य प्रदेश जबलपुर जिलार टिगुआ ठारे थिबा विष्णु मंदिर कानपुर भितरगांव मंदिर वो मध्य प्रदेश डुमरा ठारे थिबा शिव मंदिर यार स्थापत्यर निदर्शन अटे. झांसी जिलार देवगढ़ स्थित दशावतार मंदिर मध्य प्रदेश जबलपुर जिले टिगुआ ठारे थिबा विष्णु मंदिर एवं कानपुर भितरगांव मंदिर और मध्य प्रदेश डुमरा ठारे थिबा शिव मंदिर यह हूँ स्थापत्यर निदर्शन. यह सहित आम देखा कुमार गुप्तंकर मेहरुल दिल्ली मेहरुल ठारे थिबा कुमार गुप्तंकर दिल्ली स्थित दिल्ली रे मेहरुल ठारे थिबा लोह स्तंभ कुमार गुप्तंकर द्वारा निर्मित दिल्ली मेहरौली ठारे थिबा लोह स्तंभ केशनगर गरुड़ स्तंभ इत्यादि गुप्त जुगर स्थापत्यर निदर्शन. यह सहित अजंता एलोरार बौद्ध गुंफा बादामी अहिलर जैन गुंफा अजंता एलोरार बौद्ध गुंफा बादामी अहिलर जैन गुंफा जैन गुंफा आदि गुप्त जुगर स्थापत्यर निदर्शन अटे. ओके यही सब देख जे
ଗୁପ୍ତ ଯୁଗର ସ୍ଥାପତ୍ୟରେ ହେଉଛି ଝାନ୍ସୀ ଜିଲ୍ଲାର ଦେଓଗଡ଼ ସ୍ଥିତ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ତେଗୁଆ ଠାରେ ଥିବା ବିଷ୍ଣୁ ମନ୍ଦିର, କାନପୁରର ଭିତରଗାଁ ମନ୍ଦିର ଏବଂ ମଧ୍ୟପ୍ରଦେଶର ଡୁମରାରେ ଥିବା ଶିବ ମନ୍ଦିର, ପୁଣି କୁମାର ଗୁପ୍ତଙ୍କ ଦ୍ୱାରା ନିର୍ମିତ ଦିଲ୍ଲୀରେ ମେହରଲ ଠାରେ ଥିବା ଲୌହ ସ୍ତମ୍ଭ, କେଶନଗର ଗରୁଡ଼ ସ୍ତମ୍ଭ ଇତ୍ୟାଦି ଗୁପ୍ତ ଯୁଗର ସ୍ଥାପତ୍ୟର ନିଦର୍ଶନ ଅଟେ। ଏହା ସହିତ ଆମେ ଦେଖିବା ଭୋପାଳର ଉଦୟଗିରି ସ୍ଥିତ ଓକେ ଏତିକି ମନେ ରଖିବ, ଭୋପାଳର ଉଦୟଗିରି ସ୍ଥିତ ହିନ୍ଦୁ ଗୁମ୍ଫା ଇତ୍ୟାଦି ଗୁପ୍ତ ଯୁଗର ସ୍ଥାପତ୍ୟର ନିଦର୍ଶନ ଅଟେ। ଏହା ସହିତ ଆମେ ଦେଖିବା ଯେ ପାଟଳିପୁତ୍ରର ଯେଉଁ ବିଶାଳ ରାଜପ୍ରସାଦ, ଅଯୋଧ୍ୟା, ଉଜ୍ଜୟିନ, କୌଶମ୍ବୀରେ ନିର୍ମିତ ନଗର ଗୁଡ଼ିକ, ପାଟଳିପୁତ୍ରର ରାଜପ୍ରସାଦ, ଅଯୋଧ୍ୟା, କୌଶମ୍ବୀ ଏବଂ ଆମର ଉଜ୍ଜୟିନରେ ନିର୍ମିତ ନଗର ଗୁଡ଼ିକ ଗୁପ୍ତ ଯୁଗର କ'ଣ ମାନେ ସ୍ଥାପତ୍ୟର ନିଦର୍ଶନ ଅଟେ। ତେବେ ଆମେ ବର୍ତ୍ତମାନ ଦେଖିବା ଭାସ୍କର୍ଯ୍ୟ ଦେଖିବା। କ'ଣ ଦେଖିବା? ଭାସ୍କର୍ଯ୍ୟ। ଗୁପ୍ତ ଯୁଗର ସ୍ଥାପତ୍ୟ ଆମେ ଦେଖିବା, ଆମେ ଭାସ୍କର୍ଯ୍ୟ ଦେଖିବା ଯେ ଭାସ୍କର୍ଯ୍ୟରେ ଆମେ ଦେଖିବା ଯେ ସାରନାଥର 2ଟି ବୁଦ୍ଧ ମୂର୍ତ୍ତି, ଆଉ ମଥୁରାର ସାରନାଥର 2ଟି ବୁଦ୍ଧ ମୂର୍ତ୍ତି, ମଥୁରାର ବିଷ୍ଣୁ ମୂର୍ତ୍ତି, କୋହାଠାରେ ଥିବା ଏକ ମସ୍ତକ ବିଶିଷ୍ଟ ଶିବ ମୂର୍ତ୍ତି ଆଉ ଏହା ଦେବଗଡ଼ ଜିଲ୍ଲାରେ ମାନେ ଦେବଗଡ଼ ଠାରେ ଥିବା ବିଷ୍ଣୁ ଶିବ ମୂର୍ତ୍ତି, ଦେବଗଡ଼ ଠାରେ ଥିବା ବିଷ୍ଣୁ ଏବଂ ଶିବ ମୂର୍ତ୍ତି ଏସବୁ ମାନେ ମୂର୍ତ୍ତିରେ ଯେଉଁ କାରୁକାର୍ଯ୍ୟ, ସୌନ୍ଦର୍ଯ୍ୟ କାରୁକାର୍ଯ୍ୟ, ତାଙ୍କର କ'ଣ ସ୍ଥାପତ୍ୟ ଭାସ୍କର୍ଯ୍ୟର ନିଦର୍ଶନ ଅଟେ। ଓକେ, କ'ଣ ସବୁ? ତାହା ହେଉଛି ସାରନାଥର 2ଟି ବୁଦ୍ଧ ମୂର୍ତ୍ତି, ମଥୁରାରେ ଯେଉଁ ବିଷ୍ଣୁ ମୂର୍ତ୍ତି ଅଛି, ଦେବଗଡ଼ ଠାରେ ଯେଉଁ ବିଷ୍ଣୁ ଏବଂ ଶିବ ମୂର୍ତ୍ତି ଅଛି ଏବଂ କୋହାଠାରେ ଏକ ମସ୍ତକ ବିଶିଷ୍ଟ ଶିବ ମୂର୍ତ୍ତି। ଏହା କ'ଣ କରେ ଯେ ଆମର ଗୁପ୍ତ ଯୁଗର ଭାସ୍କର୍ଯ୍ୟର ନିଦର୍ଶନ ଅଟେ ଏବଂ ଯେଉଁ ମୂର୍ତ୍ତିରେ କାରୁକାର୍ଯ୍ୟପୂର୍ଣ୍ଣ ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ ତାଙ୍କର ଭାସ୍କର୍ଯ୍ୟର ନିଦର୍ଶନ ଅଟେ। ଏହା ସହିତ ଆମେ ଦେଖିବା ଯେ ଗୁପ୍ତ ଯୁଗର ଚିତ୍ରକଳା କ୍ଷେତ୍ରରେ ମଧ୍ୟ ଯାହାକୁ ଫ୍ରେସ୍କୋ ଚିତ୍ରକଳା ବୋଲି କୁହାଯାଏ। ଫ୍ରେସ୍କୋ ଚିତ୍ରକଳା ଯେଉଁ ଫ୍ରେସ୍କୋ ଚିତ୍ରକଳା ଆମେ ଦେଖୁ, ତାହା ମହାରାଷ୍ଟ୍ରର ଔରଙ୍ଗାବାଦ ମାନେ ଜିଲ୍ଲାରେ ଯେଉଁ ଅଜନ୍ତା ଏଲୋରାର କାନ୍ଥରେ ସେ ସବୁ ଅଙ୍କିତ କରାଯାଇଅଛି। କୋଉଠି? ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଔରଙ୍ଗାବାଦ ଜିଲ୍ଲାର ଠାରେ ଯେଉଁ ଅଜନ୍ତା ଏଲୋରାର କାନ୍ଥରେ ସବୁ ଅଙ୍କିତ କରାଯାଇଅଛି। ଓକେ, କାନ୍ଥରେ ଅଙ୍କିତ କରାଯାଏ, ଯାହାକି ଏପର୍ଯ୍ୟନ୍ତ ଜୀବନ୍ତ ଦେଖାଯାଏ। ଓକେ, ଯାହାକୁ କି ଆମେ ଚିତ୍ରକଳା ବୋଲି କହିଥାଉ। ଏବଂ ତାହା ସହିତ ଆମେ ଦେଖିବା ଯେ ସେହି ସମୟରେ ଧାତୁ ଶିଳ୍ପକଳା ମଧ୍ୟ ତାଙ୍କର ବିଶେଷ ଭାବରେ ଉନ୍ନତି ସାଧନ କରିଥିଲା, ଯାହାକି ଆମେ ଦେଖିବା ବ୍ରୋଞ୍ଜ, ଲୌହ, ତାମ୍ର, ସ୍ୱର୍ଣ୍ଣ ଇତ୍ୟାଦି ଧାତୁରେ ସେମାନଙ୍କର ଚିତ୍ରକଳାର ନିଦର୍ଶନ ଆମେ ପାଇଥାଉ। ଓକେ, ଏସବୁ ବ୍ୟବହାରରେ ସେମାନେ କେମିତି ତାଙ୍କର ଚିତ୍ରକଳାର ନିପୁଣତା ସେମାନେ ଦେଖେଇ ଅଛନ୍ତି। ଏହା ଥିଲା ଆମମାନଙ୍କର କ'ଣ ମାନେ ଗୁପ୍ତ ଯୁଗର ଭାସ୍କର୍ଯ୍ୟ, କଳା, ସ୍ଥାପତ୍ୟ ଇତ୍ୟାଦି ଆମେ ଆଲୋଚନା କଲୁ। ଇନ୍ ଦ ନେକ୍ସଟ କ୍ଲାସ୍ वी shall discuss ଯେ ବିଜ୍ଞାନ କ୍ଷେତ୍ରରେ କେମିତି ସେମାନେ କ'ଣ ତାଙ୍କର ପାରଦର୍ଶିତା ଥିଲା ତାହା ଆମେ ଆଲୋଚନା କରିବା। This much for today my dear guys. In the next class we shall see the rest of the things.